हालेलुया प्रभु यीशुଙ୍କର गौरवमय नामରେ ଆପଣ ସମସ୍ତଙ୍କୁ ସ୍ୱାଗତ। ଆଜିର ବିଷୟ ହେଉଛି ପ୍ରକୃତ ଶାନ୍ତି ପ୍ରଭୁ ଯୀଶୁ ଦେଇଥାଏ। ପ୍ରକୃତ ଶାନ୍ତି ଯୀଶୁ ହିଁ ଦେଇଥାଏ। କାରଣ ଆପଣ ଯଦି ଆଜି ଜଗତକୁ ଦେଖିବେ, ଆଜି ଜଗତର ଲୋକ ଶାନ୍ତି ପାଇବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟ କରିଥାନ୍ତି। କିଏ ମ୍ୟାରେଜ କରେ, କିଏ ଜିନିଷ ଗୁଡ଼ାକୁ ନିଜ ପାଖରେ ରଖେ, କିଏ ଧନୀ ହେବାକୁ ଚେଷ୍ଟା କରେ, କିଏ ବିଭିନ୍ନ ପ୍ରକାର ଖାଦ୍ୟକୁ ଖାଇଥାଏ, କିଏ ନୂଆ ନୂଆ ଜାଗାକୁ ବୁଲିଥାଏ, ନୂଆ ନୂଆ ଜିନିଷକୁ କିଏ କିଣିଥାଏ। କ'ଣ ପାଇଁ? ଏଥିପାଇଁ ଯେପରି ଜଗତ ଜିନିଷ ଗୁଡ଼ାକୁ ଆଉ ନିଜ ପାଖରେ ରଖିବା ଦ୍ୱାରା ସେମାନଙ୍କ ଜୀବନରେ ଶାନ୍ତି ଆସିପାରିବ। କିନ୍ତୁ ଯଦି ଆମେ ବାଇବେଲ ପଢ଼ିବା, ଯୋହନ ପୁସ୍ତକ 14 ପର୍ବର 27 ପଦରେ ଲେଖାଯାଉଛି, ମୁଁ ତୁମମାନଙ୍କୁ ଶାନ୍ତି ଦାନ କରି ଯାଉଅଛି, ମୋହର ନିଜର ଶାନ୍ତି ତୁମମାନଙ୍କୁ ଦାନ କରୁଅଛି। ତ ପ୍ରଭୁ ଯୀଶୁ କହୁଛନ୍ତି, ମୁଁ ଜଗତର ଶାନ୍ତି ଦଉନି, ମୁଁ ମୋର ଶାନ୍ତି ଦଉଛି। ଯଦି ଆପଣ ବାଇବେଲ ପଢ଼ିବେ ଜାଣିପାରିବେ ଜଗତର ଏମିତି କୌଣସି ବିଷୟ ନଥିଲା ଯେତେବେଳେ ପ୍ରଭୁ ଜଗତରେ ଥିଲେ ଆଉ ପ୍ରଭୁ ଯୀଶୁକୁ ଅଶାନ୍ତି କରିପାରିବେ, ଅଶାନ୍ତିକର ପରିବେଶ ତାଙ୍କ ଜୀବନରେ ସୃଷ୍ଟି କରିପାରିବେ। ଏପରିକି ମରିବା ସମୟରେ ବି ସେ ବିଚଳିତ ହୋଇନଥିଲେ, ଅଶାନ୍ତ ହୋଇନଥିଲେ। କାହିଁକି ନା ପ୍ରଭୁ ଯୀଶୁଙ୍କ ଭିତରେ ଶାନ୍ତି ଥିଲା, ସେ ନିଜେ ଶାନ୍ତି ଅଟନ୍ତି। ଆଉ ସେଥିପାଇଁ ସେ କହୁଛନ୍ତି, ମୁଁ ମୋର ଶାନ୍ତି ଦେବି, ଯୋଉ ଶାନ୍ତି କି ଜଗତର କୌଣସି ବିଷୟ ଆଉ ଅଶାନ୍ତ କରିପାରି ନଥିଲା। ତାପରେ ଲେଖାଯାଉଛି, ଜଗତ ଯେପରି ଦାନ କରେ ମୁଁ ତୁମମାନଙ୍କୁ ସେପରି ଦାନ କରୁ ନାହିଁ। ଜଗତ ଶାନ୍ତି ତ ଦିଏ, କିନ୍ତୁ ଅଳ୍ପ ସମୟ, ଅଳ୍ପ ମୁହୂର୍ତ୍ତ ପାଇଁ, ଅଳ୍ପ ଦିନ ପାଇଁ ଅଟେ। ଏ ଶାନ୍ତି ସବୁଦିନ ପାଇଁ ରୁହେ ନାହିଁ। ତ ପ୍ରଭୁ ଶ୍ରୀ କହୁଛନ୍ତି, ମୁଁ ମୋର ଶାନ୍ତି ଦେବି, ଆଉ ଶାନ୍ତିକୁ କେହି କୌଣସି ପ୍ରକାର ବିଷୟ ଅଶାନ୍ତ କରିପାରିବ ନାହିଁ। ଆଉ ଏଇ ଶାନ୍ତି ଚିରକାଳ ତୁମମାନଙ୍କ ନିକଟରେ ରହିବ। ଆଜି ଆମେ ଜାଣିବା ପ୍ରଭୁ ଯୀଶୁଙ୍କ ଶାନ୍ତି କିଛି ଲୋକଙ୍କ ଜୀବନରେ ଆସିଲା, ଆଉ ସେ ଲୋକମାନେ ଶାନ୍ତି ପ୍ରାପ୍ତ ହେଇକି ଆରାମସେ ଜୀବନକୁ ଅତିବାହିତ କଲେ। ଆମେ ପ୍ରଥମେ ସମରଣୀୟ ସ୍ତ୍ରୀ ବିଷୟରେ ଜାଣିବା। ଯୋହନ ପୁସ୍ତକ 4 ପର୍ବର 6 ପଦରୁ ନେଇ 29 ପଦର ଶେଷ ପର୍ଯ୍ୟନ୍ତ ଏଇ ଜାଗାରେ କ'ଣ ହେଇଛି, ପ୍ରଭୁ ଯୀଶୁ ଚାଲି ଚାଲି ଥକି ଯାଇଛନ୍ତି, ଆଉ ସିଏ ଏକ କୂଅ ପାଖକୁ ଆସିକି ଆଉ ବସୁଛନ୍ତି। ଆଉ ସେଇ ସମୟରେ ସମରଣୀୟ ସ୍ତ୍ରୀ ଆଉ ସେ ଜାଗାକୁ ଆସୁଛି ପାଣି କାଢ଼ିବା ପାଇଁ। ସମରଣୀୟ ସ୍ତ୍ରୀ ଏକ ବିଜାତି ସ୍ତ୍ରୀ ଲୋକ ଅଟେ, ସେ ଯେଉଁ ଜାତିରେ ନୁହଁ, ସେ ଏକ ନୀଚ ଜାତିର, ତୁଚ୍ଛ ଜାତିର ସ୍ତ୍ରୀ ଲୋକ ଅଟେ। ଯେତେବେଳେ ସେ ପାଣି କାଢ଼ୁଛି, ପ୍ରଭୁ ସେ କହୁଛନ୍ତି, ମୋତେ ପାଣି ଟିକେ ଦିଅ ପିଇବା ପାଇଁ। ତ ସେ ସମରଣୀୟ ସ୍ତ୍ରୀ ଲୋକ କହୁଛି, ଆପଣ ତ ଜିହୁଦୀ ଜାତିର, ଆପଣ ତ ଉଚ୍ଚ ଜାତିର, ଆପଣ କିପରି ମୋତେ ମାଗୁଛନ୍ତି ପାଣି ପିଇବା ପାଇଁ? ଆଉ ପ୍ରଭୁ ସେ କହୁଛନ୍ତି, ତୁମେ ଜାଣିଥାନ୍ତ ମୁଁ କିଏ, ତମେ ଯେ ପାଣି ମାଗୁଛି ତୁମେ ଜୀବନ୍ତ ଜଳର ପାଣି ମାଗିଥାନ୍ତ, ଆଉ ଯେଉଁ ପାଣି ପାନ କଲେ କେବେ ସରନ୍ତା ନାହିଁ। ସେ ସ୍ତ୍ରୀ ଲୋକଟି କହୁଛି, ଆଜ୍ଞା ଠିକ୍ ଅଛି, ମୋତେ ବହୁତ ଦୂରରୁ ଏଠି ଆସିବାକୁ ପଡ଼ୁଛି ପାଣି ନେବା ପାଇଁ, ସେ ପାଣି ମୋତେ ଦିଅନ୍ତୁ, ଯେଉଁ ପାଣିକୁ ପିଇ ପାଇଲା ପରେ ଆଉ ମୋତେ କେବେ ଟିକେ ଆସିବାକୁ ପଡ଼ିବ ନାହିଁ। ପ୍ରଭୁ ଜାଣି ଶୁଣି କହୁଛନ୍ତି, ତୁମେ ତୁମର ସ୍ୱାମୀକି ନେଇକି ଆସ, ଆଇଲେ ମୁଁ ତୁମକୁ ପାଣି ଦେବି ବା ଜଳ ଦେବି। କିନ୍ତୁ ସେ ସ୍ତ୍ରୀ ଲୋକଟି କହୁଛି, ଆଉ କ'ଣ ନା ମୋର ସ୍ୱାମୀ ନାହାନ୍ତି। ତ ପ୍ରଭୁ ସେ କହୁଛନ୍ତି, ହଁ ମୁଁ ଜାଣିଛି ତୁମର 5ଟି ସ୍ୱାମୀ ଥିଲେ, ଆଉ ବର୍ତ୍ତମାନ ଯେଉଁ ସ୍ୱାମୀଟି ଅଛି ସେ ମଧ୍ୟ ତୁମ ସାଙ୍ଗରେ ନାହିଁ। ହାଲେଲୁୟା। ଗୋଟେ ସ୍ତ୍ରୀର 5ଟି ସ୍ୱାମୀ, ତାପରେ ପୁଣି ଆଉ ଗୋଟେ ସ୍ୱାମୀ, ଯେଉଁ ସ୍ୱାମୀ ତା ପାଖରେ। କାହିଁକି ସ୍ୱାମୀ ପରେ ସ୍ୱାମୀ କରି ଚାଲିଛି? ଏଥିପାଇଁ କାରଣ ସେ ଭାବିଛି, ସିଏ ଚିନ୍ତା କରିଛି, ଯଦି ଲୋକ ମୋ ପାଖରେ ରହେ, ଯଦି ମୋ ସ୍ୱାମୀ ମୋ ପାଖରେ ରହିବ, ତାହେଲେ ମୋତେ ଶାନ୍ତି ଦେବ, ମୋତେ ଆନନ୍ଦ ଦେବ, ମୋତେ ଖୁସି ଦେବ। କିନ୍ତୁ ସ୍ୱାମୀମାନେ ଶାନ୍ତି ଦେବା ବଦଳରେ ତା ଜୀବନକୁ ଅଶାନ୍ତମୟ, ତା ଜୀବନକୁ କଷ୍ଟମୟ କରିକି ଚାଲି ଯାଇଛନ୍ତି। ଆଉ ବର୍ତ୍ତମାନ ସମୟରେ ଯେଉଁ ସ୍ୱାମୀଟି ତା ପାଖରେ ଥିଲା, ସେ ସ୍ୱାମୀ ତା ପାଖରେ ନାହିଁ। କାହିଁକି ନାହିଁ? କାରଣ କିଛି ନା କିଛି ଘଟଣା ଘଟିଥିବ, ଆଉ ଯେଉଁ ସକାଶେ ଅଶାନ୍ତମୟ ପରିବେଶ ହେଇଥିବ, ଆଉ ଉଭୟ ଅଲଗା ହେଇଯାଇଥିବେ। ସେ ସ୍ତ୍ରୀ ଲୋକଟି କାହିଁକି ସ୍ୱାମୀ ପରେ ସ୍ୱାମୀ କରୁଛି? ଏଥିପାଇଁ ଯେ ତା ଜୀବନରେ ଆସିବ ନା ଶାନ୍ତି ଆସିବ। କିନ୍ତୁ ପ୍ରଭୁ ସେ କଥା କହିଦେଉଛନ୍ତି, ଆଉ ସିଏ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ସେ କହୁଛି, ତୁମେ ବୋଧେ ଭବିଷ୍ୟତ ବକ୍ତା ଅଟ, ଆମେ ଜାଣିଛୁ ମସିହ ଆସିବେ ବୋଲି, ଆଉ ସମସ୍ତେ ବି ସେ ଆମକୁ କହିବେ। ପ୍ରଭୁ ସେ କହୁଛନ୍ତି, ମୁଁ ସେଇ ମସିହ, ମୁଁ ସେଇ ଖ୍ରୀଷ୍ଟ, ମୁଁ ସେଇ ଈଶ୍ୱର। ଯେତେବେଳେ ଏଇ କଥାକୁ ସମରଣୀୟ ସ୍ତ୍ରୀ ଲୋକ ଜାଣୁଛି, ଆଉ ତା ଭିତରେ ଅଦ୍ଭୁତ ଶାନ୍ତି ପ୍ରବେଶ କରୁଛି। ଯେଉଁ ଅଶାନ୍ତି ତା ଜୀବନରେ ଥିଲା, ଯେଉଁ ଶାନ୍ତିକି ସେ ଖୋଜୁଥିଲା, ସେ ଅଶାନ୍ତି ପଳାଉଛି। ଆଉ ପ୍ରଭୁ କଥାକୁ ଶୁଣିଲା ପରେ ତା ଭିତରେ ଶାନ୍ତି ପ୍ରବେଶ କରୁଛି। ଆଉ ସେ ପାଣିକୁ ଛାଡ଼ିକି ଦୌଡ଼ିକି ଯାଉଛି
ଆଉ ଗାଁ ଲୋକମାନଙ୍କୁ କହିକି ଆଉ ପ୍ରଭୁ ଯୀଶୁଙ୍କ ପାଖକୁ ନେଇକି ଆସୁଅଛି। ହାଲେଲୁୟା। ଯୋଉ ସ୍ତ୍ରୀ ଲୋକଟି ସ୍ୱାମୀ ପରେ ସ୍ୱାମୀ କରି ଚାଲିଥିଲା କିନ୍ତୁ ତା ଜୀବନରେ ଶାନ୍ତି ନଥିଲା, କିନ୍ତୁ ପ୍ରଭୁ ଯୀଶୁଙ୍କ ପାଖକୁ ଆସିବା ପରେ ପ୍ରଭୁ ଯୀଶୁ ତାକୁ ଯେତେବେଳେ କହିଲେ ମୁଁ ଈଶ୍ୱର ଅଟେ, ଆଉ ସେଠି ସକାଳେ ତା ଜୀବନରେ ଶାନ୍ତିକି ସେ ପାଉଛି ଆଉ ଗାଁ ଯାକ ଲୋକଙ୍କୁ ଯାଇକି କହୁଛି। ହାଲେଲୁୟା। ଏହିପରେ ଆମେ ଭାବୁଛେ ଯେ ଆମ ଚତୁଃପାର୍ଶ୍ୱରେ ଆମ ସମ୍ପର୍କୀୟ ଲୋକ ଯଦି ରହିବେ ମୁଁ ଶାନ୍ତି ପ୍ରାପ୍ତ ହେବି, ମୋ ସାଙ୍ଗସାଥି ରହିଲେ ମୁଁ ଶାନ୍ତି ପ୍ରାପ୍ତ ହେବି। ହେଇପାରେ ଅଳ୍ପ ସମୟ ପାଇଁ ଆପଣଙ୍କ ଜୀବନରେ ଶାନ୍ତି ଆସିପାରେ, ସ୍ମରଣୀୟ ସ୍ତ୍ରୀ ଭଳି, କିନ୍ତୁ ଶାନ୍ତି ଚିରକାଳ। ହାଲେଲୁୟା। କିନ୍ତୁ ପ୍ରଭୁ ଯୀଶୁ ଯଦି ଆପଣଙ୍କ ଜୀବନରେ ଅଛନ୍ତି, ସ୍ମରଣୀୟ ସ୍ତ୍ରୀ ଭଳି ଆପଣଙ୍କ ଜୀବନରେ ପ୍ରଭୁ ଯୀଶୁଙ୍କ ଶାନ୍ତି ପ୍ରବେଶ କରିବ। ଆଉ ଯେଉଁ ଶାନ୍ତିକୁ କୌଣସି ବିଷୟ ଅଶାନ୍ତ କରିପାରିବ ନାହିଁ, ଆଉ ସେ ଶାନ୍ତି ଚିରକାଳ ଆପଣଙ୍କୁ ଦୟା କରିବ। ହାଲେଲୁୟା। ଯଦି ଆମେ ଲୋକଲିଖିତ ସୁସମାଚାର 19 ପର୍ବର 1 ପଦରୁ 9 ପଦର ଶେଷ ପଦ ପଢ଼ିବା, ଏଠାରେ ଯକ୍ଷ ବିଷୟରେ ଲେଖାଯାଏ। ଯକ୍ଷ ଜଣେ ଟ୍ୟାକ୍ସ କଲେକ୍ଟର ଥିଲେ ବା କର ଗ୍ରାହୀ ଥିଲେ, ଯିଏକି ଅନ୍ୟାୟ ଭାବରେ ଅତ୍ୟାଚାର କରିକି କ'ଣ କରୁଥିଲେ ନା ଧନକୁ ଉପାର୍ଜନ କରୁଥିଲେ, ଯେପରି ଧନକୁ ରଖିବେ ଆଉ ଧନ ତାଙ୍କର ଶାନ୍ତିର ଏକ ମାଧ୍ୟମ। ହାଲେଲୁୟା। କିନ୍ତୁ ଦିନକର ଘଟଣା କ'ଣ ହେଇଛି, ଆଉ ସେଇ ତାଙ୍କ ଘର ପଟେ ତାଙ୍କ ବାଟ ପଟେ କ'ଣ ହେଇଛି, ପ୍ରଭୁ ଯୀଶୁ ଯିବାର ଆଉ ସମ୍ଭାବନା ଅଛି, ଆଉ ଶେଷ ପ୍ରଭୁ ଯୀଶୁ ମଧ୍ୟ ଯାଉଛନ୍ତି। ଆଉ ଯକ୍ଷ କ'ଣ କରୁଛି ନା ତାଙ୍କୁ ଦେଖିବା ପାଇଁ ପିମ୍ପଳି ଗଛରେ ଚଢ଼ି ଯାଉଛନ୍ତି। କାହିଁକି ନା ସେ ଗେଡ଼ା ଥିଲେ, ସେ ବାଙ୍ଗରା। ଯକ୍ଷ ୟା ପୂର୍ବରୁ ଆଉ ଟ୍ୟାକ୍ସ କଲେକ୍ଟ କରୁଥିଲୁ, କର ଆଦାୟ କରୁଥିଲୁ, ଯେ ପଇସା ତୋ ପାଖେ ଧନ ତୋ ପାଖରେ ରହିଲେ ତୁ ଶାନ୍ତି ପ୍ରାପ୍ତ ହବୁ। କିନ୍ତୁ ବର୍ତ୍ତମାନ ତୁ ପ୍ରଭୁ ଯୀଶୁକୁ କାହିଁ ଦେଖିବାକୁ ଚାହୁଁଛୁ? କାରଣ ଧନ ତା ଜୀବନ ଆଉ ଶାନ୍ତିକୁ ଦେଇପାରୁନି। ହେଇପାରେ ଧନ ମଧ୍ୟ କିଛି ସମୟ ପାଇଁ ତା ଜୀବନରେ ଶାନ୍ତି ଦେଇଛି, କିନ୍ତୁ ଆଉ ବର୍ତ୍ତମାନ ଶାନ୍ତି ଦେଇପାରି ନାହିଁ। ଆଉ ସେଥିପାଇଁ ସେ ପ୍ରକୃତ ଶାନ୍ତି ପାଇବା ପାଇଁ ପ୍ରଭୁ ଯୀଶୁ କ'ଣ କରୁଛି ନା ଦେଖିବା ପାଇଁ ଡିମ୍ବି ଗଛରେ ଚଢ଼ି ଯାଉଛି। ପ୍ରଭୁ ତାକୁ ଦେଖୁଛନ୍ତି, କହୁଛନ୍ତି ଯକ୍ଷ ଓହ୍ଲେଇ ଆସ, ଆଜି ଆମେ ତୁମ ଘରକୁ ଯିବା। ଆଉ ପ୍ରଭୁ ତାଙ୍କ ଘରକୁ ଯାଉଛନ୍ତି, ବଢ଼ିଆ ବିଷୟ ଘଟୁଛି। ଆଉ ଯକ୍ଷ କହୁଛି ଦେଖନ୍ତୁ ଯେ ମୁଁ ଗରିବ ମାନଙ୍କୁ ମୁଁ ମୋର ସମ୍ପତ୍ତିର ଅଧା ଦେଇଦେବି, ଆଉ ଯାହାଠାରୁ ଅନ୍ୟାୟ ଭାବରେ ନେଇଛି ତାକୁ 4 ଗୁଣ ଫେରେଇ ଦେବି। ଏହାର ଅର୍ଥ ସେ ଅନ୍ୟାୟ ଭାବରେ ଧନକୁ ଉପାର୍ଜନ କରୁଥିଲା, କରକୁ ଆଦାୟ କରୁଥିଲା, ଆଉ ଯେଉଁ ଧନ ତାର ଶାନ୍ତିର ଆଧାର ଥିଲା, ଯେଉଁ ଧନ ତାକୁ ଅଳ୍ପ ସମୟ ପାଇଁ ତାକୁ ଶାନ୍ତି ଦେଇଥିଲା, ଆଉ ସେ ଧନକୁ କ'ଣ କରୁଛି ନା ଲୋକମାନଙ୍କୁ ଦେଇ ଦେଉଛି। କାହିଁକି ଦେଇ ଦେଉଛି? କାରଣ ଧନ ଆଉ ତାକୁ ଶାନ୍ତି, ଖୁସି, ଆନନ୍ଦ ଦେଇପାରୁନାହିଁ। କିନ୍ତୁ ପ୍ରଭୁ ଯୀଶୁ ତା ଜୀବନରେ ଆସୁଛନ୍ତି, ତାଙ୍କ ପରିବାର ଜୀବନରେ ଆସୁଛନ୍ତି, ଆଉ ଯକ୍ଷ ଜୀବନରେ ପ୍ରକୃତ ଶାନ୍ତି ପ୍ରବେଶ କରୁଛି, ଆଉ ଯାହା ସକାଶେ ସେ ଧନକୁ କ'ଣ କରୁଛି ନା ଲୋକମାନଙ୍କୁ ଦେଇ ଦେଉଛି। ହାଲେଲୁୟା। ହେଇପାରେ ଆମେ ଭାବୁ ଯଦି ମୁଁ ଧନୀ ହେଇଛି, ମୋ ପାଖରେ ଯଦି ପ୍ରଚୁର ଧନ ରହିବ, ତାହେଲେ ମୋ ଭିତରେ ଶାନ୍ତି ଆସିବ। ନା, ଏହା ମିଛ। ପ୍ରକୃତ ଶାନ୍ତି କେବଳ ଯୀଶୁ ହିଁ ଦେଇପାରିବେ। ଯେପରି ଯକ୍ଷ ଜୀବନରେ ପ୍ରଭୁ ଯୀଶୁ ଆସିଲେ ଆଉ ପ୍ରକୃତ ଶାନ୍ତି ଦେଇପାରିଲେ। ହାଲେଲୁୟା। ଆଜି ଆପଣ ଶାନ୍ତିକି ଖୋଜୁଛନ୍ତି, ଜଗତର ବିଭିନ୍ନ ପ୍ରକାର ଜିନିଷକୁ ଆଉ ନିଜର କରିକି ଶାନ୍ତି ପାଇବାକୁ ଚେଷ୍ଟା କରୁଛନ୍ତି, ଜଗତର ବିଷୟ ଗୁଡ଼ାକ ଆପଣଙ୍କୁ ଶାନ୍ତି ଦେଇପାରିବନି। ହେଇପାରେ ଅଳ୍ପ ସମୟ ପାଇଁ ଦେବ, କିନ୍ତୁ ସବୁଦିନ ପାଇଁ ଦେଇପାରିବନି। କିନ୍ତୁ ପ୍ରଭୁ ଯୀଶୁ ପ୍ରକୃତ ଶାନ୍ତି ଦିଅନ୍ତି, ଯେପରି ଯକ୍ଷ ଜୀବନରେ ଦେଲେ, ଆଉ ଯେପରି ସମରଣୀୟ ସ୍ତ୍ରୀ ଜୀବନରେ ଦେଲେ। ଯଦି ଆମେ ଯୋହନ ପୁସ୍ତକ 3 ପର୍ବର 1 ପଦରୁ 5 ପଦର ଶେଷ ପଦ ପଢ଼ିବା, ଯୋହନ ପୁସ୍ତକ 3 ପର୍ବର 1 ପଦରୁ ନେଇକି 5 ପଦର ଶେଷ ପର୍ଯ୍ୟନ୍ତ, ଏଇ ଜାଗାରେ ଏକ ଜ୍ଞାନୀ ଗୁରୁ କ'ଣ କରୁଛନ୍ତି ନା ପ୍ରଭୁ ଯୀଶୁଙ୍କ ପାଖକୁ ଆସୁଛନ୍ତି, ଯିଏକି ଜ୍ଞାନୀ ଥିଲେ, ଯାହାଙ୍କ ପାଖରେ ଜ୍ଞାନ ଥିଲା, ବୁଦ୍ଧି ଥିଲା। କାହିଁକି ତାଙ୍କ ପାଖରେ ଜ୍ଞାନ ଥିଲା, ବୁଦ୍ଧି ଥିଲା? କାରଣ ସେ ଭାବୁଥିଲେ ଜ୍ଞାନ ବୁଦ୍ଧିକୁ ଆହରଣ କରିକି, ଶିକ୍ଷା କରିକି ମୁଁ ଶାନ୍ତି ପାଇପାରିବି। ହାଲେଲୁୟା। କିନ୍ତୁ ତାଙ୍କୁ ତାଙ୍କର ଜ୍ଞାନ, ତାଙ୍କର ବୁଦ୍ଧି ଆଉ ତାଙ୍କୁ ଶାନ୍ତି ଦେଇପାରିନି। ସେ ବ୍ୟକ୍ତିଙ୍କ ନାମ ଥିଲା ନିକୋଦିମସ୍। ଆଉ ସିଏ କ'ଣ କରୁଛନ୍ତି ନା ଲୁଚିକି ଆସିକି ପ୍ରଭୁ ଯୀଶୁଙ୍କୁ ପଚାରୁଛନ୍ତି ଯେ ଅନନ୍ତ ଜୀବନ ପାଇବାକୁ ହେଲେ ମୋତେ କ'ଣ କରିବାକୁ ପଡ଼ିବ? ପ୍ରଭୁ ଯୀଶୁ କହୁଛନ୍ତି ଯଦି ତୁମେ ଜଳରୁ ଆଉ ଆତ୍ମାରୁ ଜନ୍ମ ନ ହେବ, ତାହେଲେ ତୁମେ ସ୍ୱର୍ଗ ରାଜ୍ୟ ଯାଇପାରିବନି ବା ଅନନ୍ତ ଜୀବନ ପାଇପାରିବନି। ହାଲେଲୁୟା। ଗୋଟାଏ ଗୁରୁ ଯାହାଙ୍କ ନାମ ନିକୋଦିମସ୍ ଥିଲା, ସିଏ ଜ୍ଞାନୀ ଥିଲେ, ସେ ବୁଦ୍ଧିମାନ ଥିଲେ, ତାଙ୍କ ପାଖରେ ଜ୍ଞାନ ଆଉ ବୁଦ୍ଧି ଥିଲା,
କିନ୍ତୁ ସେ ଜାଣିନଥିଲେ ଯେ କିପରି ଆମେ ସ୍ୱର୍ଗ ଯିବା। ହାଲେଲୁୟା। ଆଉ ଯାହା ସକାଶେ ତାଙ୍କ ଜୀବନରେ ଶାନ୍ତି ନଥିଲା। ଅନେକ ସମୟ ଆମେ ଭାବୁ ଯେ ବେଶୀ ପାଠ ପଢ଼ିଦେଲେ ମୁଁ ଦୁନିଆକୁ ଜାଣିପାରିବି, ପ୍ରତ୍ୟେକ ବିଷୟକୁ ବୁଝିପାରିବି, ଆଉ ଯାହାଦ୍ୱାରା ମୋ ଜୀବନରେ ଶାନ୍ତି ଆସିପାରିବ। ହାଲେଲୁୟା। କିନ୍ତୁ ନିକୋଦିମସ୍ ସବୁ ତାଙ୍କ ପାଖରେ ଜ୍ଞାନ ବୁଦ୍ଧି ଥାଇକି ମଧ୍ୟ ସବୁ ଯାକ ବିଷୟ ଜାଣିନଥିଲେ। ଆଉ ଯାହା ସକାଶେ ତାଙ୍କୁ ଏ ଜାଗତିକ ଜ୍ଞାନ ତାଙ୍କୁ ଶାନ୍ତି ଦେଇନଥିଲା। ହେଇପାରେ ଅଳ୍ପ ସମୟ ପାଇଁ ଶାନ୍ତି ଦେଇଥିଲା, କିନ୍ତୁ ଚିରକାଳ ଶାନ୍ତି ଦେଇନଥିଲା। ତାଙ୍କ ଜୀବନରେ ମଧ୍ୟ ଅଶାନ୍ତି ଥିଲା। ସେଥିପାଇଁ ତ ସେ ପ୍ରଭୁ ଯୀଶୁଙ୍କ ପାଖକୁ ଯାଉଛନ୍ତି, ପଚାରୁଛନ୍ତି ଯେ ଅନନ୍ତ ଜୀବନ ପାଇବାକୁ ହେଲେ ମୋତେ କ'ଣ କରିବାକୁ ପଡ଼ିବ? ଆଉ ପ୍ରଭୁ ଯୀଶୁ ଆନ୍ସର ଦେଉଛନ୍ତି, ଜଳରୁ ଆତ୍ମାର ଜନ୍ମ ନହେଲେ କେହି ସ୍ୱର୍ଗରେ ଯାଇପାରିବେନି ବା ଅନନ୍ତ ଜୀବନ ପାଇପାରିବେ ନାହିଁ। ହାଲେଲୁୟା। ପ୍ରକୃତ ଶାନ୍ତି ପ୍ରଭୁ ଯୀଶୁ ଦିଅନ୍ତି। ଆପଣ ଭାବନ୍ତି କି ସମୟ ସ୍ତ୍ରୀ ଭଳି ଯଦି ମୋର ଲୋକ ରହିବେ, ମୋ ସମ୍ପର୍କୀୟ ରହିବେ, ତାହେଲେ ମୋ ଜୀବନରେ ଶାନ୍ତି ଆସିବ? ଶାନ୍ତି ଆସିବ ନାହିଁ। ହେଇପାରେ ଅଳ୍ପ ସମୟ ପାଇଁ ଆସିବ, ସେଇ ଲୋକମାନେ ଆପଣ ଜୀବନକୁ ଅଶାନ୍ତମୟ କରିଦେବେ। ଆପଣ ଭାବନ୍ତି କି ପ୍ରଚୁର ଧନ ମୋ ପାଖରେ ରହିଲେ ଧନ ମୋତେ ଶାନ୍ତି ଦେବ, ଯକ୍ଷ ଭଳି ଆପଣଙ୍କ ଜୀବନରେ ଶାନ୍ତି ସବୁଦିନ ପାଇଁ ଧନ ଦେଇପାରିବ ନାହିଁ। ଆପଣଙ୍କ ଭାବନ୍ତି କି ଯଦି ମୁଁ ବେଶୀ ପାଠ ପଢ଼ିବି ଆଉ ବିଭିନ୍ନ ପ୍ରକାର ଜ୍ଞାନ ବୁଦ୍ଧି ମୋ ପାଖରେ ରହିବ, ଆଉ ଜ୍ଞାନ ବୁଦ୍ଧି ମୋତେ ଶାନ୍ତି ଦେବ କି? ନିକୋଦିମସଙ୍କ ଭଳି ଆଉ ଆପଣଙ୍କ ଜୀବନରେ ଶାନ୍ତି ରହିବ ନାହିଁ। କାରଣ ଜଗତ ଆମମାନଙ୍କୁ ସବୁଦିନ ପାଇଁ ଚିରକାଳ ପାଇଁ ଶାନ୍ତି ଦେଇପାରେ ନାହିଁ। ଜଗତ ଆମକୁ ପ୍ରକୃତ ଶାନ୍ତି ଦେଇପାରେ ନାହିଁ। ହେଇପାରେ ଅଳ୍ପ ସମୟ ପାଇଁ ଶାନ୍ତି ଦେବ, କିନ୍ତୁ ଶାନ୍ତି ଚିରକାଳ ପାଇଁ ରହିବନି। ସେ ଶାନ୍ତି ଆମକୁ ପ୍ରକୃତ ଶାନ୍ତି ଦେଇପାରିବ ନାହିଁ। କିନ୍ତୁ ପ୍ରଭୁ ଯୀଶୁ ଆମମାନଙ୍କୁ ପ୍ରକୃତ ଶାନ୍ତି ଦେଇପାରିବେ। ହାଲେଲୁୟା। ଆପଣ ଚାହାନ୍ତି ଶାନ୍ତି ପାଇବା ପାଇଁ, ହେଲେ ପ୍ରଭୁ ଯୀଶୁକୁ ସଚ୍ଚୋଟ ଭାବରେ ବିଶ୍ୱାସ କରନ୍ତୁ। ଦେଖନ୍ତୁ, ଏ ତିନି ଜଣ ସମରୀନ ସ୍ତ୍ରୀ, ଯକ୍ଷ, ନିକୋଦିମସ୍, ଏ ତିନି ଜଣ ଶାନ୍ତି ପାଇବା ପାଇଁ ପ୍ରଭୁ ଯୀଶୁଙ୍କ ପାଖକୁ ଆସିଲେ। ପ୍ରଭୁ ତାଙ୍କ ପାଖକୁ ଗଲେ ନାହିଁ। ଯଦି ଆପଣ ଶାନ୍ତି ପାଇବାକୁ ଚାହାନ୍ତି, ପ୍ରଭୁ ଯୀଶୁଙ୍କ ଶରଣକୁ ଆସନ୍ତୁ, ତାଙ୍କ ନିକଟରେ ସମୟକୁ କାଟନ୍ତୁ, ତାଙ୍କ ନିକଟରେ ପ୍ରାର୍ଥନା କରନ୍ତୁ, ବାଇବେଲକୁ ପଢ଼ନ୍ତୁ, ଉପବାସ କରନ୍ତୁ, ଆରାଧନା କରନ୍ତୁ, ଆଉ ଦେଖିବେ ଆପଣଙ୍କ ଜୀବନରେ କେମିତି ଶାନ୍ତି ପ୍ରବେଶ କରିବ। ଯେଉଁ ଶାନ୍ତି କି କୌଣସି ବିଷୟ ଦ୍ୱାରା ଅଶାନ୍ତ ହେବନି, ଯେଉଁ ଶାନ୍ତି କି ଚିରକାଳ ଆପଣଙ୍କ ପାଖରେ। ଯଦି ପ୍ରଭୁ ଯୀଶୁଙ୍କ ପାଖରେ ଆପଣ ନାହାନ୍ତି, ତାହେଲେ ଶାନ୍ତି କେବେ ଆମମାନଙ୍କ ଜୀବନରେ ଆସିପାରିବ ନାହିଁ। ହାଲେଲୁୟା। ପ୍ରଭୁ ଯୀଶୁ ଆପଣ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା। ପ୍ରଭୁ ଯୀଶୁ, ମୁଁ ଧନ୍ୟବାଦ ଦିଏ ଆଜିର ଏ ବାକ୍ୟ ପାଇଁ। ଆମେ ଜାଣିଲୁ ପିତା, ଶାନ୍ତି କେବଳ ତୁମେ ଦେଇଥାଅ, ଆଉ ଏ ଶାନ୍ତି ତୁମ ନିକଟରେ ହିଁ ମିଳିବ। ଆମମାନଙ୍କୁ ବଳ ଦିଅ ପ୍ରଭୁ ତୁମ ନିକଟକୁ ଯିବା ପାଇଁ। ଧନ୍ୟବାଦ ଦେଉଛି ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି। ଆମେନ୍, ଆମେନ୍, ଆମେନ୍। ପ୍ରଭୁ ଯୀଶୁ ଆପଣ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।